ପିଲାମାନେ ଏହି ଭିଡ଼ିଓରେ ଆମେ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ୟୁନିଟ୍ 3ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଇବନ ବତୁତାର 30ଟି MCQ ବିଷୟରେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କେବେ ଇବନ ବତୁତା ଜନ୍ମଗ୍ରହଣ କରିଥିଲେ? 1304 ଖ୍ରୀଷ୍ଟାବ୍ଦରେ ଇବନ ବତୁତା ଜନ୍ମଗ୍ରହଣ କରିଥିଲେ। କେଉଁ ସ୍ଥାନରେ ଇବନ ବତୁତା ଜନ୍ମଗ୍ରହଣ କରିଥିଲେ? ଆଫ୍ରିକାର ମୋରୋକ୍କୋରେ ଇବନ ବତୁତା ଜନ୍ମଗ୍ରହଣ କରିଥିଲେ। କେବେ ଇବନ ବତୁତା ସିନ୍ଧୁ ପ୍ରଦେଶରେ ପହଞ୍ଚିଥିଲେ? 1333 ମସିହାରେ ଇବନ ବତୁତା ସିନ୍ଧୁ ପ୍ରଦେଶରେ ପହଞ୍ଚିଥିଲେ। କେଉଁ ପଥରେ ଇବନ ବତୁତା ଭାରତକୁ ଆସିଥିଲେ? ସ୍ଥଳ ପଥରେ ଇବନ ବତୁତା ଭାରତକୁ ଆସିଥିଲେ। ଇବନ ବତୁତା ଭାରତ ଆସିଥିବା ସମୟରେ ଦିଲ୍ଲୀର ଶାସକ କିଏ ଥିଲେ? ଇବନ ବତୁତା ଭାରତ ଆସିଥିବା ସମୟରେ ଦିଲ୍ଲୀର ଶାସକ ମହମ୍ମଦ ବିନ୍ ତୁଗଲକ ଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ମହମ୍ମଦ ବିନ୍ ତୁଗଲକ କେଉଁ ପଦବୀରେ ଇବନ ବତୁତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ? ମହମ୍ମଦ ବିନ୍ ତୁଗଲକ କାଜୀ ପଦବୀରେ ଇବନ ବତୁତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ମହମ୍ମଦ ବିନ୍ ତୁଗଲକ ଦୂତ ରୂପେ ଇବନ ବତୁତାଙ୍କୁ କେଉଁ ଦେଶକୁ ପ୍ରେରଣ କରିଥିଲେ? ମହମ୍ମଦ ବିନ୍ ତୁଗଲକ ଦୂତ ରୂପେ ଇବନ ବତୁତାଙ୍କୁ ଚୀନ ଦେଶକୁ ପ୍ରେରଣ କରିଥିଲେ। କେବେ ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ ଚୀନ ଦେଶକୁ ପ୍ରେରଣ କରିଥିଲେ? 1342 ମସିହାରେ ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ ଚୀନ ଦେଶକୁ ପ୍ରେରଣ କରିଥିଲେ। କେବେ ଇବନ ବତୁତା ସ୍ୱଦେଶ ଭ୍ରମଣ କରିଥିଲେ? 1347 ମସିହାରେ ଇବନ ବତୁତା ସ୍ୱଦେଶ ଭ୍ରମଣ କରିଥିଲେ। ଇବନ ବତୁତାଙ୍କ ଭ୍ରମଣ କାହାଣୀର ନାମ କ'ଣ ଅଟେ? ଇବନ ବତୁତାଙ୍କ ଭ୍ରମଣ କାହାଣୀର ନାମ ରିହଲା ଅଟେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଇବନ ବତୁତାଙ୍କ ଭ୍ରମଣ କାହାଣୀ କେବେ ସମ୍ପୂର୍ଣ୍ଣ ରୂପେ ଲେଖା ହୋଇଥିଲା? ଇବନ ବତୁତାଙ୍କ ଭ୍ରମଣ କାହାଣୀ 1355 ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ରୂପେ ଲେଖା ହୋଇଥିଲା। ଇବନ ବତୁତା କେଉଁ ସ୍ଥାନରେ ତାଙ୍କର ଭ୍ରମଣ କାହାଣୀ ଲେଖିଥିଲେ? ଇବନ ବତୁତା ମୋରୋକ୍କୋଠାରେ ତାଙ୍କର ଭ୍ରମଣ କାହାଣୀ ଲେଖିଥିଲେ। ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ ଅନୁମତି ପ୍ରଦାନ କିଏ କରିଥିଲେ? ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ ଅନୁମତି ପ୍ରଦାନ ମୋରୋକ୍କୋର ରାଜା କରିଥିଲେ। ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ କାହାକୁ ନିଯୁକ୍ତି ପ୍ରଦାନ କରାଯାଇଥିଲା? ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ ଇବନ ଜୁଜାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଇବନ ବତୁତା କେବେ ମୃତ୍ୟୁବରଣ କରିଥିଲେ? ଇବନ ବତୁତା 1368 ବା 1369 ମସିହାରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ କେଉଁ ମୋରୋକ୍କୋ ରାଜା ଅନୁମତି ପ୍ରଦାନ କରିଥିଲେ? ଇବନ ବତୁତାଙ୍କ ଭ୍ରମଣ କାହାଣୀ ଲେଖିବା ପାଇଁ ସୁଲତାନ ଆବୁ ଇନାନ ଫାରିସ ମୋରୋକ୍କୋର ରାଜା ଅନୁମତି ପ୍ରଦାନ କରିଥିଲେ।
ଇବନ ବତୁତା କେଉଁ ସ୍ଥାନରେ ମୃତ୍ୟୁବରଣ କରିଥିଲେ? ଇବନ ବତୁତା ମୋରୋକ୍କୋଠାରେ ମୃତ୍ୟୁବରଣ କରିଥିଲେ। ମହମ୍ମଦ ବିନ୍ ତୁଗଲକ କେଉଁ ସ୍ଥାନର କାଜୀ ରୂପେ ଇବନ ବତୁତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ? ମହମ୍ମଦ ବିନ୍ ତୁଗଲକ ଦିଲ୍ଲୀର କାଜୀ ରୂପେ ଇବନ ବତୁତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। କେଉଁ ବ୍ୟବସ୍ଥାରେ ଡାକ ଘୋଡ଼ା ପିଠିରେ ପରିବହନ କରାଯାଏ? ଉଲଘୁ ଡାକ ବ୍ୟବସ୍ଥାରେ ଡାକ ଘୋଡ଼ା ପିଠିରେ ପରିବହନ କରାଯାଏ। କେଉଁ ବ୍ୟବସ୍ଥାରେ ଡାକବାହକ ମଣିଷ ଦୌଡ଼ି ଦୌଡ଼ି ଡାକ ପରିବହନ କରିଥାଏ? ଦାୱା ଡାକ ବ୍ୟବସ୍ଥାରେ ଡାକବାହକ ମଣିଷ ଦୌଡ଼ି ଦୌଡ଼ି ଡାକ ପରିବହନ କରିଥାଏ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଭାରତର ନଡ଼ିଆ ଓ ପାନ ବିଷୟରେ କିଏ ବର୍ଣ୍ଣନା କରିଛନ୍ତି? ଭାରତର ନଡ଼ିଆ ଓ ପାନ ବିଷୟରେ ଇବନ ବତୁତା ବର୍ଣ୍ଣନା କରିଛନ୍ତି। ଇବନ ବତୁତା ଭାରତର କେଉଁ କେଉଁ ମୁଖ୍ୟ ସହରକୁ ଭ୍ରମଣ କରିଥିଲେ? ଇବନ ବତୁତା ଭାରତର ଦିଲ୍ଲୀ, ଦୌଲତାବାଦ, ବର୍ତ୍ତମାନର କେରଳ, କର୍ଣ୍ଣାଟକ ଇତ୍ୟାଦି ମୁଖ୍ୟ ସହରକୁ ଭ୍ରମଣ କରିଥିଲେ। କେଉଁ ସହର ଇବନ ବତୁତାଙ୍କ ମତରେ ଭାରତର ବୃହତ ସହର ଥିଲା? ଦିଲ୍ଲୀ ସହର ଇବନ ବତୁତାଙ୍କ ମତରେ ଭାରତର ବୃହତ ସହର ଥିଲା। କେଉଁ ସହରକୁ ଇବନ ବତୁତା ଦିଲ୍ଲୀ ସହିତ ତୁଳନା କରିଛନ୍ତି? ଦୌଲତାବାଦ ବା ବର୍ତ୍ତମାନର ମହାରାଷ୍ଟ୍ର ସହରକୁ ଇବନ ବତୁତା ଦିଲ୍ଲୀ ସହିତ ତୁଳନା କରିଛନ୍ତି। କେତେ ଦିନ ମଧ୍ୟରେ ସୁଲତାନଙ୍କୁ ଚିଠି ହସ୍ତଗତ ହେଉଥିଲା ଇବନ ବତୁତାଙ୍କ ମତରେ? 5 ଦିନ ମଧ୍ୟରେ ସୁଲତାନଙ୍କୁ ଚିଠି ହସ୍ତଗତ ହେଉଥିଲା ଇବନ ବତୁତାଙ୍କ ମତରେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ରିହଲା ଶବ୍ଦର ଅର୍ଥ କ'ଣ? ରିହଲା ଶବ୍ଦର ଅର୍ଥ ହେଉଛି ଭ୍ରମଣ ଆରବୀୟ ଭାଷାରେ। ଇବନ ବତୁତା ଏସିଆର କେଉଁ ଅଞ୍ଚଳ ଅତିକ୍ରମ କରି ଭାରତ ଆସିଥିଲେ? ଇବନ ବତୁତା ଏସିଆର ମଧ୍ୟ ଏସିଆ ଅଞ୍ଚଳ ଅତିକ୍ରମ କରି ଭାରତ ଆସିଥିଲେ। କେତେ ବର୍ଷ ବୟସରେ ଇବନ ବତୁତା ମୃତ୍ୟୁବରଣ କରିଥିଲେ? 65 ବର୍ଷ ବୟସରେ ଇବନ ବତୁତା ମୃତ୍ୟୁବରଣ କରିଥିଲେ। ଇବନ ବତୁତା ଦୀର୍ଘ କେତେ ବର୍ଷ ଭ୍ରମଣ କରି ନିଜ ଦେଶକୁ ଫେରିଥିଲେ? ଇବନ ବତୁତା ଦୀର୍ଘ 21 ବର୍ଷ ଭ୍ରମଣ କରି ନିଜ ଦେଶକୁ ଫେରିଥିଲେ। ଇବନ ବତୁତା କେବେ ନିଜ ଦେଶରେ ପହଞ୍ଚିଥିଲେ? ଇବନ ବତୁତା 1354 ଖ୍ରୀଷ୍ଟାବ୍ଦରେ ନିଜ ଦେଶରେ ପହଞ୍ଚିଥିଲେ। ପିଲାମାନେ ତୁମର ହିଷ୍ଟ୍ରି ବିଷୟର ୟୁନିଟ୍ 3ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଇବନ ବତୁତାର ଆଜି ଆମେ 30ଟି MCQ ବିଷୟରେ ଆଲୋଚନା କଲେ। ତୁମର ବାର୍ଷିକ ପରୀକ୍ଷା ପାଇଁ ଏହି 30ଟି ପ୍ରଶ୍ନ ଅତ୍ୟନ୍ତ ଉପଯୋଗୀ ଅଟେ ପିଲାମାନେ। ଏହି 30ଟି ପ୍ରଶ୍ନ ଭିତରୁ ହିଁ ଯଦି ଇବନ ବତୁତାର ପ୍ରଶ୍ନ ଆସିବ ତୁମର ବାର୍ଷିକ ପରୀକ୍ଷାରେ ତାହେଲେ ଏହି 30ଟି ପ୍ରଶ୍ନ ଭିତରୁ ହିଁ ପରୀକ୍ଷାରେ ପ୍ରଶ୍ନ ଆସିବ। ତୁମମାନଙ୍କର କାମ ହେଲା ପିଲାମାନେ ଏହି ଭିଡ଼ିଓଟିକୁ ଅତି କମ୍ରେ 2ରୁ 3 ଥର ଯେମିତି ହେଲେ ଦେଖିବ, ଯଦ୍ୱାରା ଏହି ପ୍ରଶ୍ନ ତଥା ତାର ଉତ୍ତର ଗୁଡ଼ିକ ତୁମର ମନରେ ରହିଯିବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ତା ସହିତ ପିଲାମାନେ
ତୁମର +2 ସେକେଣ୍ଡ ଇୟର ଆର୍ଟ୍ସର ଭିଡ଼ିଓ ଗୁଡ଼ିକ ପାଇବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।